ସାଙ୍ଗମାନେ ଆମର ଛୋଟ ପିଲାମାନେ ଇଚ୍ଛା କଲେ ଗୁପଚୁପ୍ ରୋଷେଇ କରିବା ପାଇଁ, ସେଥିପାଇଁ ସେମାନେ ମୋତେ ଜଣେଇଲେ। ମୁଁ କହିଲି ଆରେ ମୁଁ କ'ଣ ତମ ହାତରେ ମିଶିବି, ବଡ଼ ପିଲାଟା। ପିଲା କହିଲେ ନାଇଁ ଏଇ ତମେ ଯଦି ନ ମିଶିବ ଆମକୁ ଭଲ ଲାଗିବନି। ସେଥିପାଇଁ ମୁଁ ତାଙ୍କ ହାତରେ ମିଶିଗଲି, ମିଶିକି ଚୁଲିଟେ ବି ବନେଇ ଦେଇଛି। ପିଲା ବର୍ତ୍ତମାନ ଏଇନା ଆଳୁ ଆଣିକି ସେଠି ବର୍ତ୍ତମାନ ସିଝେଇବେ। ଦେଖନ୍ତୁ ଆଳୁ ସିଝା ଚାଲିଲା ଆମର। ତାପରେ ବି ଗୁପଚୁପ୍ ବି ଭାଇ ଆମର କିଣି ଆଣିଛନ୍ତି ପିଲାମାନେ। ଦେଖନ୍ତୁ ଗୁପଚୁପ୍ ଆପରେ ଛଣାଯିବ, କିପରି ଛଣା ହେଉଛି ଦେଖନ୍ତୁ। ଏଇ ଯେ ଗୁପଚୁପ୍ କିଣା ହେଇଯାଇଛି, ଗୁପଚୁପ୍ ଛାଣିଲାଣି ଆମର ସାନ ଭାଇଟେ। ଦେଖନ୍ତୁ କିଭଳି ଗୁପଚୁପ୍ ଛଣା ହେଉଛି ଆମର। ଆମେ ତ ଜଣା ନାହିଁ, ଆମେ ଖାଲି ଦେଖିକି ୟୁଟ୍ୟୁବରୁ ଛାଣିବା କଥା। ଦେଖନ୍ତୁ ସାଙ୍ଗମାନେ ଆଳୁଟି ବର୍ତ୍ତମାନ ବି ପିଲାମାନେ ଚକଟି ଦେଇଛନ୍ତି। ଗୁପଚୁପ୍ ଦେଖନ୍ତୁ ଛଣା ହେଇକି ଆମର ଥୁଆ ହେଇଛି ଏଠି। ତାପରେ ପିଲା ଆମର ଖାଇଲେଣି ଦେଖନ୍ତୁ। ଆମ ପାଖରେ ତ ପତ୍ର ଥିଲା, ସେଥିପାଇଁ ଗୋଟେ ପତ୍ରରେ ଆଳୁ ଚକଟା ଥୋଇ ଦେଇ ଆଉ ଜଣେ ତ ଦେଲା ବେଳକୁ ବିରକ୍ତ ଲାଗିଲା, ସେଥିପାଇଁ ପିଲାଙ୍କୁ କହିଲା ତୁମେ ଯେଝା ନେଇକି ଖାଅ। ଦେଖନ୍ତୁ କିଭଳି ଗୁପଚୁପ୍ ଖାଉଛନ୍ତି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ନିଶ୍ଚୟ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଆମ ଗାଉଁଲି ପିଲାଙ୍କୁ ଗୁପଚୁପ୍ ରୋଷେଇ ଦେଖ।